ଜୟ ଜଗନ୍ନାଥ ସାଙ୍ଗମାନେ ଆଜିର ଛୋଟ ଗପ ଦୁଷ୍ଟକୁ ଜୁହାର। ବଗଟିଏ ଆଉ କୁଆଟିଏ ମିଶ ବସି ଗୋଟିଏ ଗଛରେ ଏକାଠି ବସୁଥିଲେ। କିନ୍ତୁ ବଗ କୁଆ ଭିତରେ କିଛି କଥା ଯୁକ୍ତିତର୍କ ଚାଲିଥିଲା। ସେଇଦିନ ଶିକାରୀଟିଏ ଖରାବେଳେ ଫଙ୍କା ମାରିବା ପାଇଁ ସେ ଗଛ ମୂଳେ ବିଶ୍ରାମ ନେଲା। ଥଣ୍ଡା ସୁଲୁସୁଲିଆ ପବନ ତାକୁ ନିଦ ଲାଗିଗଲା। ବଗ ଓ କୁଆ ଗଛଟାରେ ବସି ମଜା ଗପ କରୁଥାନ୍ତି। କିନ୍ତୁ କୁଆର ମନରେ ରାଗ ଥାଏ। କୁଆ ହଠାତ୍ ଝାଡ଼ା ଫେରି ଦେଇ ହୁଡ଼କିନି ଉଡ଼ିଗଲା। ତାର ଦୁର୍ଗନ୍ଧ ଝାଡ଼ା ଶିକାରୀ ମୁହଁରେ ପଡ଼ିଲା। ନିଦ ଭାଙ୍ଗିଗଲା। ହାତରେ ଦେଖିଲା ତା ମୁହଁରେ କିଛି ମଳ ପଡ଼ିଛି। କିଏ ଏମିତି କଲା? ଉପରକୁ ଚାହିଁ ଦେଖିଲା ବଗଟିଏ ବସିଛି। ଭାବିଲା ଏଇ ବଗ ହିଁ ତା ଉପରେ ଝାଡ଼ା ଫେରିଛି। ତୀର ଜୋଖି ଲକ୍ଷ୍ୟ କରି ଛାଡ଼ିଦେଲା। ବଗ ବିଚାରା ଆଖି ବିଛୁଳାକେ ତଳେ ପଡ଼ି ଛଟପଟ ହୋଇ ମରିଗଲା। କ'ଣ ଭୁଲ ଥିଲା ସେ ବଗର? ଯଦି ଦୁଷ୍ଟ କୁଆର ସାଙ୍ଗ ହୋଇନଥାନ୍ତା ତେବେ କ'ଣ ତାର ଅକାଳରେ ମୃତ୍ୟୁ ହୋଇଥାନ୍ତା? ଏଥିପାଇଁ କୁହାଯାଇଛି ଦୁଷ୍ଟକୁ ଦୂରୁ ଜୁହାର କର, ତା ସାଙ୍ଗେ କର ପରିହାର। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।